इनको इनके गांव वालों को इस रीति से मारा गया और थाना में रिपोर्ट लिख के देने के बावजूद भी अभी तक का कोई भी कार्रवाई नहीं हो रहा है। हम लोगों ने यहाँ पर आए हैं और कल चाहते हैं कि सुकमा में एसपी से हम लोग मुलाकात करेंगे, इनके लिए हम लोग न्याय मांगेंगे। आप लोग सभी प्रार्थना कीजिए, आप लोगों की प्रार्थना हमारे लिए ज़रूरत है और ऐसे पीड़ित लोगों के लिए आप लोग यदि प्रार्थना करेंगे और इन लोगों तक पहुंचने के लिए भाई नरेंद्र भवानी को हमको आप लोग मदद करेंगे तो हम लोग ऐसे लोगों के पास पहुंचेंगे और इनके लिए सहायता करेंगे। प्रभु आप सभी को आशीष दे। पुलिस वाले एमएलसी कराए, पुलिस वाले इलाज कराने ले गए थे। పోలీస్ వాళ్ళు మీకు ట్రీట్మెంట్ చేస్తామన్నారా? మందులు ఏమైనా ఇచ్చారా? इलाज कराने ले गए थे कि మీకు ట్రీట్మెంట్ చేయడానికి తీసుకెళ్ళారా బయటికి? మరి ఇప్పుడు సుక్మా వెళ్ళాలంటే సుక్మా వెళ్ళాలి। डॉक्टर लोग आए थे थाना, वो लोग देखे आप उसी के एमएलसी बोल रहे हैं, एमएलसी हुआ है मतलब। एफआईआर कहाँ हुआ है? नहीं किए हैं एफआईआर। नहीं, ये तो नॉर्मल धारा है भैया, कोई मतलब नहीं। 115 35 3 नाम देने के बाद में भी वे लोग इसको कोई केयर नहीं किए हैं। इन लोगों को पिटाई किया गया, इन लोग लिख के दिए हैं, फिर भी वो लोगों को पुलिस थाना वाले कुछ भी नहीं बोले हैं, उल्टा इनको बुला रहे हैं थाना में। और क्या बुला, क्या बोलते हैं? बुला के क्या बोलते सर, फिर जो हम 3 नाम बोले थे सर इधर। हाँ जो भी है उनको फिर हम लोग बुलाएंगे, हम लोग बुला के उनको जो भी करना है हम लोग जानेंगे सब। आप लोगों के गांव से भी निकाल दिए हैं? जी गाँव से मैं निकाल नहीं निकाले, लेकिन अभी दोबारा जाओगे तो फिर मारपीट हो सकता है, जी इसलिए नहीं जा रहे। थे सर, आज गाँव में थे तो गाँव वाले बोले कि कोई इधर उधर नहीं जाए। मतलब समस्त को प्रभु जीशु नाम आंतरिक नमस्कार। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଯେଉଁ ଭିଡ଼ିଓ ରହିଅଛି ଏଇଟା ତ ଆପଣଙ୍କ ନିମନ୍ତେ ହିଁ ରହିଅଛି, ଏଇଟା ଆପଣ ଜାଣନ୍ତି। କିନ୍ତୁ ଆଜିର ଭିଡ଼ିଓରେ ଆମେ ଟାର୍ଗେଟ୍ କରିବା ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ। ହଁ ପ୍ରିୟ ବନ୍ଧୁଗଣ, ମାନେ ଅନେକ ଜାଗାରେ ଆମେମାନେ ଦେଖିବାକୁ ପାଉଛୁ କିଭଳି ଏମାନଙ୍କର ଉତ୍ପାତ ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି। ଯଦି ଏମାନଙ୍କୁ ଏହି ସମୟରୁ ଅଟକା ନଯାଏ ତେବେ ଆଗାମୀ ଦିନମାନଙ୍କରେ ଏମାନଙ୍କର ସାହସ ଆହୁରି ବଢ଼ିବ ଆଉ ସେମାନେ ଆହୁରି ଉଦ୍ଧତ ହେବେ। ମୋ ଖ୍ରୀଷ୍ଟିଆନ ବିରୋଧୀମାନଙ୍କ ବିଷୟରେ ମୁଁ କହୁଅଛି। ତେବେ ପ୍ରିୟ ବନ୍ଧୁଗଣ, ଆମେମାନେ ଦେଖିଲୁ ଭିଡ଼ିଓ କ୍ଲିପ୍ଟା ଆମେମାନେ ଦେଖିଲୁ କିଭଳି ଖ୍ରୀଷ୍ଟିଆନ ବିରୋଧୀମାନେ ଜଣେ ଖ୍ରୀଷ୍ଟିଆନ ଭାଇକୁ ମାଡ଼ ମାରିଲେ, ପିଠିରେ ତାଙ୍କର ଚିହ୍ନ ବି ଅଛି। ଆଉ ଏଠି ଜଣେ ଭାଇ ଅଛନ୍ତି, ସେ ସହଯୋଗ କରୁଛନ୍ତି, ମାନେ ଲଢ଼େଇ କରୁଛନ୍ତି ଖ୍ରୀଷ୍ଟିଆନ ଭାଇମାନଙ୍କ ତରଫରୁ। ଆଉ ସେମାନଙ୍କ ନାଁରେ ଏଫଆଇଆର୍ ମଧ୍ୟ ହୋଇସାରିଲାଣି। ଯେପରି ଆପଣ ଥମ୍ବନେଲ୍ରେ ଦେଖିଲେ ଯେ ଚିନ୍ତାରେ ଖ୍ରୀଷ୍ଟ ବିରୋଧୀ, ବାସ୍ତବିକରେ ବର୍ତ୍ତମାନ ସେମାନଙ୍କ ନାଁରେ ଯେଉଁ ଏଫଆଇଆର୍ ହେଲା, ବର୍ତ୍ତମାନ ସେମାନେ ଚିନ୍ତିତ ଅଛନ୍ତି ସେମାନେ କ'ଣ କରାଯିବ। ଆଉ ଏଫଆଇଆର୍ ତ ହେଲା, ହୁଏତ ଏପର୍ଯ୍ୟନ୍ତ ଆକ୍ସନ୍ ନିଆ ହେଇନଥିଲା, ଏବେ କ'ଣ ହେଇଥିବ ମୁଁ ଜାଣେ ନାହିଁ। କିନ୍ତୁ ଏକ ଅଜଣା ଭୟ ସେମାନଙ୍କ ଭିତରେ ଖେଳିଯାଇଛି। ଭୟ କିଏ କରେ? ଯିଏ ଭୁଲ କରେ ସିଏ ହିଁ ଭୟ କରେ। ଏମାନେ ଭୟ ଏଥିପାଇଁ କରୁଛନ୍ତି କାରଣ ଏଇ ଯେଉଁ ବିଧର୍ମୀ ଖ୍ରୀଷ୍ଟିଆନ ବିରୋଧୀମାନେ, ଏମାନେ ଭଲ ଭାବରେ ଜାଣନ୍ତି ଆମେ ଭୁଲ କରିଛୁ। ଆଉ ଏଇ ଭୁଲ ସେମାନେ ଅଜାଣତରେ କରିନାହାନ୍ତି, ଏ ଭୁଲ ସେମାନେ ଜାଣି ଶୁଣିକି ସେମାନେ କରିଛନ୍ତି। ଆଉ ଯାହାର ହିସାବ ଏମାନଙ୍କୁ ନିଶ୍ଚୟ ଦେବାକୁ ପଡ଼ିବ। ତେବେ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଯେତେ ବି ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଅଛନ୍ତି, ଆମର ଖ୍ରୀଷ୍ଟୀୟ ସମାଜରେ ଯେତେ ବି ଭାଇ ଭଉଣୀମାନେ ଅଛନ୍ତି, ସେମାନଙ୍କୁ ଆମମାନଙ୍କର ଏବଂ ଆପଣଙ୍କର ସହଯୋଗ ନିହାତି ଆବଶ୍ୟକ। ହଁ ପ୍ରିୟ ବନ୍ଧୁଗଣ, ସହଯୋଗ ନିହାତି ଦରକାର। ଆଉ ଯଦି ଆପଣ ସେମାନଙ୍କୁ ସହଯୋଗ କରିବେ ତେବେ ସେମାନେ ନିଶ୍ଚୟ ଆଗକୁ ବଢ଼ିବେ। ଅନେକ ଜାଗାରେ ଏମିତି ହାମଲା ହୁଏ, ଅନେକ ଜାଗାରେ ଏପରି ଖ୍ରୀଷ୍ଟିଆନମାନଙ୍କୁ ଜୀବନରେ ବି ମାରି ଦିଆଯାଏ। ଏପରିକି ଖ୍ରୀଷ୍ଟିଆନ ବିରୋଧୀମାନେ ପାଷ୍ଟରକୁ ମଧ୍ୟ ସେମାନେ ମାରିଦିଅନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଆପଣମାନେ ଜାଣିଛନ୍ତି
ସେମାନଙ୍କର ସହିତ ଠିଆ ହେବା ପାଇଁ କେହି ମଧ୍ୟ ନଥାଏ। ଆଉ ସେମାନେ ଜାଣନ୍ତି ନାହିଁ ସେମାନେ କ'ଣ କରିବେ, ତାଙ୍କର ଅଧିକାର କ'ଣ, ସେମାନଙ୍କୁ କ'ଣ କରିବାକୁ ହେବ। ଯଦି କୌଣସି ଜାଗାରେ ଉପାସନା ଚାଲୁଅଛି, ଯଦି ଖ୍ରୀଷ୍ଟ ବିରୋଧୀମାନେ ପଶି ଆସିକି ହଇରାଣ କଲେ, ତେବେ ଆପଣ ସେମାନଙ୍କ ବିରୁଦ୍ଧରେ ଆଇନଗତ ସାହାଯ୍ୟ ନେଇପାରିବେ ଆଉ ସେମାନଙ୍କ ବିରୁଦ୍ଧରେ FIR କରିପାରିବେ। ଏଇଟା ଅଧିକାଂଶ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଜାଣନ୍ତି ନାହିଁ। କାରଣ ସମ୍ବିଧାନରେ ଧାରା ରହିଅଛି, ଧାରା 24ରୁ ଆରମ୍ଭ କରି 24, 25, 26, 27, 28 ଯଦି ଆପଣ ପଢ଼ିବେ, ଧାର୍ମିକ ସ୍ୱାଧୀନତା ଅଧିକାର ଗୋଟେ ଅଛି। ସେଇ ଧାରା ଅନୁସାରେ ଜଣେ ନିଜ ଘରେ ଉପାସନା କରିପାରିବ, ଜଣେ ନିଜର ବ୍ୟକ୍ତିଗତ ଭାବରେ ଯେକୌଣସି ଧର୍ମକୁ ସେ ଗ୍ରହଣ କରିପାରିବ, ଯାହାକୁ ବି ବିଶ୍ୱାସ କରିପାରିବ, କେହି ମଧ୍ୟ ବାଧା ଦେଇପାରିବେ ନାହିଁ। ଆଉ ଯିଏ ବାଧା ଦେବ ତା ବିରୁଦ୍ଧରେ ଉଲ୍ଟା କ'ଣ ହେବ, ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଯଦି ଏ ଭିଡ଼ିଓ ଦେଖୁଛନ୍ତି, ଏ ଭିଡ଼ିଓକୁ ଆପଣ ସେଇମାନଙ୍କୁ ସେୟାର କରନ୍ତୁ, ଆଉ ଯେଉଁମାନେ କି এই ବିଷୟରେ ସେମାନଙ୍କର ଅଧିକାର ବିଷୟ ଜାଣିନାହାନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଯଦି ଜାଣିନାହାନ୍ତି ଆପଣ ବି ଜାଣନ୍ତୁ ଏବଂ ଆଜିଠାରୁ ମନେ ରଖନ୍ତୁ, ଯଦି କୌଣସି ଖ୍ରୀଷ୍ଟିଆନ ବିରୋଧୀ ଆପଣଙ୍କୁ ହଇରାଣ କରୁଛି, ଆପଣ ସିଧା ପୋଲିସ ଷ୍ଟେସନ ଯାଆନ୍ତୁ, ତା ନାଁରେ ଗୋଟେ FIR ଦିଅନ୍ତୁ, FIR। ତେବେ ପ୍ରିୟ ବନ୍ଧୁଗଣ, FIR ଦିଅନ୍ତୁ, ଦେଖିବେ ସେ ପୁରା ସାଇଜ୍ ହେଇଯିବ ଏକାବେଳେ। ଯଦି ପୋଲିସ ପ୍ରଶାସନ ଯଦି କୌଣସି ଆକ୍ସନ୍ ଯଦି ନ ନେଉଛି, ତାପରେ ଆପଣ ଉପର ସ୍ତରକୁ ମଧ୍ୟ ଆପଣ ଯାଇପାରିବେ। ତେବେ ମୋତେ ଲାଗୁଛି ଆଇନ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ, କାରଣ ଅନେକ ସ୍ଥାନରେ ଆମେ ଦେଖିଅଛୁ ଯେ ଆଇନ କ'ଣ କରିଛି, ଖ୍ରୀଷ୍ଟିଆନମାନଙ୍କୁ ନ୍ୟାୟ ଦେଉଛି, କିନ୍ତୁ ଯେଉଁମାନେ ନିଜର ଅଧିକାର ବିଷୟରେ ଜାଣିପାରୁନାହାନ୍ତି, ଆଉ ସେମାନଙ୍କୁ ଏଇଭଳି ଖ୍ରୀଷ୍ଟିଆନ ବିରୋଧୀମାନେ, ଏଇଭଳି ବିଧର୍ମୀମାନେ ସେମାନେ କ'ଣ କରୁଛନ୍ତି, ଏମିତି ହଇରାଣ କରି ଆସୁଛନ୍ତି, ଆଉ ଆଜି ମଧ୍ୟ ହଇରାଣ କରୁଛନ୍ତି। ଆଉ ସେମାନେ ଏଇ ବିଷୟରେ ସେମାନେ ଫାଇଦା ମଧ୍ୟ ନେଉଛନ୍ତି। ସେମାନେ ଜାଣୁଛନ୍ତି କ'ଣ, ଏମାନେ ହେଉଛନ୍ତି ବହୁତ ନିରୀହ, ଆମେମାନଙ୍କୁ ପିଟିଲେ ବି କିଛି କହିବେ ନାହିଁ, ଆମେମାନଙ୍କୁ ମାରିଲେ ବି କିଛି କହିବେ ନାହିଁ, ଆମେମାନଙ୍କ ଘର ଜଳାଇ ଦେଉ, ଆଙ୍କର ଚର୍ଚ୍ଚ ଜଳାଇ ଦେଉ, ଏମାନେ କିଛି କହିବାର ନାହିଁ। ଅନେକ ଖ୍ରୀଷ୍ଟିଆନ ବିରୋଧୀମାନେ ୟାର ଫାଇଦା ହିଁ ଉଠାଉଛନ୍ତି। କିନ୍ତୁ ଆପଣ ଯଦି ଆପଣଙ୍କର ଅଧିକାରକୁ ଜାଣିବେ, ଅଧିକାର ଜାଣନ୍ତୁ, ଆଉ ଆପଣ କ'ଣ କରନ୍ତୁ, ପ୍ରତ୍ୟେକ ଖ୍ରୀଷ୍ଟିଆନମାନଙ୍କ ସହିତ ମିଳିମିଶିକି ଏକତାର ସହିତ ଆପଣ ରୁହନ୍ତୁ। ଦେଖିବେ, ତାପରେ ଆମେ ଦେଖିବା ଖ୍ରୀଷ୍ଟିଆନ ବିରୋଧୀମାନେ କ'ଣ କରିବେ, ଆମେ ଟିକେ ଦେଖିବା। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ ନିଶ୍ଚିନ୍ତ ରୂପରେ ଆପଣଙ୍କର ଧର୍ମଗତ ସ୍ୱାଧୀନତା ଅଧିକାରକୁ ଆପଣ ଜାଣିବା ନିହାତି ଦରକାର। ଆଉ ଗୋଟିଏ ବିଷୟ ମୁଁ କହିକି ମୁଁ ଶେଷ କରିବି। ଆଜିକାଲି ଆମେ ଦେଖୁଅଛୁ ଯେତେ ବି ପାଳକ ବନ୍ଧୁମାନେ ଅଛନ୍ତି, ତାଙ୍କର ବିଶ୍ୱାସୀମାନଙ୍କୁ ସେମାନେ ପ୍ରଭୁଙ୍କର ବାକ୍ୟକୁ ସେମାନେ ଶିକ୍ଷା ଦିଅନ୍ତି, ପରମେଶ୍ୱରଙ୍କ ବାକ୍ୟର ସେମାନେ ପ୍ରଚାର କରନ୍ତି। କିନ୍ତୁ ପରମେଶ୍ୱରଙ୍କ ବାକ୍ୟକୁ ପ୍ରଚାର କରିବା ସଙ୍ଗେ ସଙ୍ଗେ ଆପଣମାନଙ୍କୁ ମଧ୍ୟ ଆପଣଙ୍କ ବିଶ୍ୱାସୀମାନଙ୍କୁ ଶିଖାଇବାକୁ ପଡ଼ିବ ଆପଣଙ୍କର ଧର୍ମଗତ ସ୍ୱାଧୀନତା ଅଧିକାର କ'ଣ, ଶିଖିବାକୁ ପଡ଼ିବ। ଆଉ ଯଦି କେବେ କୌଣସି ତାଡ଼ନା ଆସେ ଆପଣଙ୍କ ଜୀବନରେ, ଆପଣଙ୍କ ବିଶ୍ୱାସୀମାନଙ୍କର ଜୀବନରେ ଯଦି କେବେ ତାଡ଼ନା ଆସେ, ତେବେ ସେମାନେ କେମିତି ଆଇନର ସାହାଯ୍ୟ ନେବେ, ଆପଣ ସେମାନଙ୍କୁ ଶିଖାନ୍ତୁ ଆପଣଙ୍କ ବିଶ୍ୱାସୀମାନଙ୍କୁ। ମୁଁ ପୁରା ଗ୍ୟାରେଣ୍ଟି ଦେଉଛି ପ୍ରିୟ ବନ୍ଧୁ, କ'ଣ ଯେଉଁଦିନ ପ୍ରତ୍ୟେକ ବିଶ୍ୱାସୀନି ଭାଇ ଭଉଣୀମାନେ ନିଜର ଅଧିକାରକୁ ଚିହ୍ନିବେ ଏବଂ ସେମାନେ ଆଉ ଯେଉଁଦିନ ଖ୍ରୀଷ୍ଟିଆନ ବିରୋଧୀମାନଙ୍କ ବିରୁଦ୍ଧରେ ସେମାନେ ଆକ୍ସନ୍ ନେବେ, ଆଉ ସେଇଦିନ ପ୍ରତ୍ୟେକ ଖ୍ରୀଷ୍ଟିଆନ ବିରୋଧୀ ଖ୍ରୀଷ୍ଟିଆନମାନଙ୍କୁ ଡରିବା ଆରମ୍ଭ କରିବେ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ଆପଣ ଶିଖନ୍ତୁ, ଅନ୍ୟମାନଙ୍କୁ ଶିଖାନ୍ତୁ। ସମସ୍ତଙ୍କୁ ନମସ୍କାର। ଆଜି ପାଇଁ ଏତିକି। ଯଦି ଭିଡ଼ିଓ ଭଲ ଲାଗିଥାଏ, ଭିଡ଼ିଓକୁ ଆପଣ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଧନ୍ୟବାଦ।